ଏ ପ୍ରଚାର ମାଧ୍ୟମ ଗଣମାଧ୍ୟମ। ତେଣୁ ସେଇ ଦୃଷ୍ଟିରୁ ଆମର ନିଷ୍ପତ୍ତି ମତେ ଯେତେବେଳେ ପଚାରିଲେ ମୁରିଲା ଆଉ ମୁଁ କହିଲି ପ୍ରକୃତରେ ଆମ କାମଟା ଯଦି କରିବାର କିଏ ଅଛି କେବଳ ସାମାଜିକ ଭାଇ ଭଉଣୀ ମାନେ ସେଇମାନେ ଯଦି ନିଷ୍ପତ୍ତି କରିବେ ଯେ ଜନସାଧାରଣଙ୍କୁ ଯୋଉ ନ୍ୟାୟ ଦିଆହେଇଛି ରାଜନୈତିକ ନ୍ୟାୟ ଏଇଠି ଯୋଉଦିନ ସେ କାର୍ଯ୍ୟକାରୀ କରିପାରିବେ ତାପରେ ସେ ତାଙ୍କର ସାମାଜିକ ନ୍ୟାୟ ଆର୍ଥିକ ନ୍ୟାୟ ମାନ ନହେଲେ ଦବା ପାଇଁ କାରଣ ସେଟା କିଛି ବର୍ତ୍ତମାନ କେବଳ ଆପଣ ମାନଙ୍କର ସହଯୋଗ ହେଇଥିପାଇଁ ବହୁତ ଭାବରେ ଦରକାର ହଉଛି। କାରଣ ସମ୍ବିଧାନରେ ସବୁ ବ୍ୟବସ୍ଥା କରିଦିଆହେଇଛି ଏପରିକି ସେଥିରେ ରହିଯାଇଛି ଯେ କୌଣସି ପ୍ରକାର ଅନ୍ଧବିଶ୍ୱାସ ସବୁ ବୈଜ୍ଞାନିକ ଦୃଷ୍ଟିକୋଣରେ ହବ, ଅନ୍ଧବିଶ୍ୱାସ ହବ ନାହିଁ। କିନ୍ତୁ ଏବେ ମଧ୍ୟ ସେ ବିଷୟରେ ଚର୍ଚ୍ଚା ହଉନଥିବାରୁ କିଏ କହିଲାଣି କାହାକୁ ଡାଉନି କରିକି ତା ମାରିଦେବା, କାହାକୁ ଏପରିକି ବହୁତ ମୂର୍ଖା ଲୋକମାନେ ଆମେ ବାବା ମାତାଙ୍କ ପାଖରେ ପହଞ୍ଚି ଯାଉଛୁ। ଏଇଗୁଡାକ ବୈଜ୍ଞାନିକ ଦୃଷ୍ଟିକୋଣରୁ ଭୁଲ କଥା, କିନ୍ତୁ ତଥାପି ଆମକୁ ଶିକ୍ଷିତ ଲୋକ ବି କହୁଛେ। ତେଣୁ ସମ୍ବିଧାନରେ ରହିଲା ଯେ ସବୁ କଥା ବୈଜ୍ଞାନିକ ଦୃଷ୍ଟିକୋଣରେ ହବ, ଅନ୍ଧବିଶ୍ୱାସ ଦୂର ହବ। କିନ୍ତୁ ସେ କଥା ସମ୍ଭବ ହଉନି। ବେଳେ ବେଳେ ଆମେ ଖାଲି ଚର୍ଚ୍ଚା କରୁଛେ। ମହୋଦୟଙ୍କୁ ମୋର ଆଉ ସେପଟେ ରବି ସେଠୀ ଜଣେ ବରିଷ୍ଠ ପ୍ରଶାସକ, ସେ ଜଣେ ଓଡିଶା ସରକାରଙ୍କର କର୍ମଚାରୀ ପ୍ଲସ ଗୋଟେ ତ୍ରିଲୋଚନ ରାଉତ ଯିଏକି ହାଇକୋର୍ଟର ଜଣେ ଆଡଭୋକେଟ, ସେ ବି ଆମ ସଂଗଠନର ଅଛନ୍ତି। ମାଇସେଲ୍ଫ ମୁରଲୀଧର ଦାସ, ସେକ୍ରେଟାରୀ ଜଣେ ଅତିରିକ୍ତ ଶାସନ ସଚିବ ଭାବରେ ମୁଁ କାମ କଲା ପରେ ରିଟାୟାର୍ଡ କଲା ପରେ ଚିନ୍ତା କରାଗଲା ଯେ ଆମ୍ବେଦକର ଆଇଡିଓଲୋଜିଟା କେମିତି ସାଧାରଣ ଲୋକ ତାର ପହଞ୍ଚି ପାରିବ, ସେଇ କଥା ଚିନ୍ତା କରି ଆମ୍ବେଦକର ସମାଜ ସେବା ଆଶା ନାଁରେ ସଂଗଠନ ଗୋଟେ ରେଜିଷ୍ଟ୍ରେସନ କରାହେଇଛି। 21-22 ଆର୍ଥିକ ବର୍ଷରେ ସେଇଟା ରେଜିଷ୍ଟ୍ରେସନ ହେଇଛି। ଏବେ ଆମେ ଚିନ୍ତା କଲୁ ସମ୍ବିଧାନର ଆଇଡିଓଲୋଜି ହିସାବରେ କିଛି କାର୍ଯ୍ୟକାରୀ ହବା ଦରକାର। ଓଡିଶାରେ ଯାହା କିଛି ହଉଛି, କିନ୍ତୁ ସାମ୍ବାଦିକ ମାନଙ୍କୁ ଆପଣଙ୍କୁ ମୋର ଅନୁରୋଧ ବା କହିବା କଥା ଅବଗତ ଯେ ସମ୍ବିଧାନ ଯୋଉ ହିସାବରେ ଧୀରେ ଧୀରେ ସେଗୁଡା ତାର ଲୋପ ପାଇଯାଉଛି। ଆମ୍ବେଦକର ଆଇଡିଓଲୋଜି କଥା ଧୀରେ ଧୀରେ ପ୍ରକାଶ ପାଉନି। ତାର ଯୋଉ ସମ୍ବିଧାନ ଜିନିଷଟା, ସମ୍ବିଧାନ ଯାହା ସବୁ ଲିଖିତ ଅଛି ସେଗୁଡାକ ଲୋକ ବି ଜାଣିପାରୁନାହାନ୍ତି। ଲୋକଙ୍କ ପାସ୍ ସେଇ କଥା ଚିନ୍ତା କରାଯାଇ ଏ ସଂଗଠନର ପ୍ରତିଷ୍ଠା ହେଇଛି। ଏ ସଂଗଠନର ଚିନ୍ତାଧାରା ହଉଛି ଭାରତର ସମ୍ବିଧାନ ଯୋଉ ହିସାବରେ ଗଠିତ ହେଇଥିଲା, ବାବା ସାହେବ ଯୋଉ ଚିନ୍ତାଧାରା ନେଇକି ସମ୍ବିଧାନ ଲେଖିଥିଲେ କାର୍ଯ୍ୟକାରୀ ହଉଛି, କିନ୍ତୁ ତାର ସମ୍ପୂର୍ଣ୍ଣ ସଠିକ ଭାବରେ କାର୍ଯ୍ୟକାରୀ ହୁଏ ନା। ତେଣୁ ଆମର ବହୁତ ସରକାରୀ ସ୍ତରରେ, ସରକାରୀ କର୍ମଚାରୀ ହିସାବରେ ସମସ୍ତେ ଆମେ ବହୁତ ହୃଦବୋଧ କରିଛୁ ଯେ ସେଟା ଆକ୍ଚୁଆଲି ଯଦି ଠିକ ଭାବରେ କାର୍ଯ୍ୟକାରୀ ହୁଅନ୍ତା, ଆବଶ୍ୟକ କିଛି ଉନ୍ନତି ଠିକ ଭାବରେ ହୁଅନ୍ତା। କିନ୍ତୁ ମୁଁ ନିଜ ସେକ୍ରେଟାରୀ ଚାକିରି କରିଛି, ଦେଖିଛି ସେ ସମ୍ବିଧାନ ଠିକ ଭାବରେ ଯାହା କିଛି ଅଛି କନଷ୍ଟିଟ୍ୟୁସନରେ ଠିକ ଭାବରେ କାର୍ଯ୍ୟକାରୀ ହୁଏ। ସେଥିପାଇଁ 70 ବର୍ଷରେ 75 ବର୍ଷରେ ସାମ୍ବାଦିକ ମାନେ ସରିଲାଣି, ସମ୍ବିଧାନ ସରିଲାଣି, କିନ୍ତୁ ତାର କୌଣସି କାର୍ଯ୍ୟ ଏପର୍ଯ୍ୟନ୍ତ ବି ତାର କହିବି ବୋଧେ 20-25% ବି ଠିକ ଭାବରେ କାର୍ଯ୍ୟକାରୀ ହଉନି। ଯଦି ପ୍ରକୃତ ହୁଅନ୍ତା, ସାମ୍ବାଦିକ ମାନେ ଯଦି ଠିକ ଭାବରେ ସମ୍ବିଧାନ ଠିକ ଭାବରେ କାର୍ଯ୍ୟକାରୀ ହୁଅନ୍ତା, ଦେଶର ବହୁତ ଉନ୍ନତି, ବହୁତ ଲୋକର ବହୁତ ମାନେ ତାଙ୍କର ଯୋଉ ଚାରିତ୍ର ମାନେ ଦୈନନ୍ଦିନ ଜୀବନଟା ହଉ, ରୋଜଗାର ହଉ, ଶିକ୍ଷା ହଉ, ସ୍ୱାସ୍ଥ୍ୟ ହଉ, କୌଣସି କାର୍ଯ୍ୟକାରୀ ଠିକ ଭାବରେ ହେଲା ଭଳିଆ ଆମ ସଂଗଠନ ଉପଲବ୍ଧି କରିବେ। ଆଉ ଏ ବିଷୟରେ ମୁଁ ମୋର ଉପଦେଷ୍ଟା ଯିଏ ବରିଷ୍ଠ ଉପଦେଷ୍ଟା ଅଛନ୍ତି ଭଜମୋହନ ସାର୍ଙ୍କୁ ଅନୁରୋଧ କରିବି, ସାର୍ ଏ ବିଷୟରେ ଟିକେ ଆପଣ ମାନଙ୍କୁ ଅବଗତ କରିବେ। ଆଚ୍ଛା, କହିଲେ ଯେ ଆଜି ସମ୍ବିଧାନ କଥାଟା କେମିତି ଲୋକଙ୍କୁ ଯାଉ, ଲୋକ ଭଲକି ବୁଝନ୍ତୁ। କାରଣ ନହେଲେ କଣ ହଉଛି, ଆମେ ତ ଶିକ୍ଷିତ ଲୋକମାନେ ତାକୁ ଭଲକରି ତର୍ଜମା କରିବେ, ସାଧାରଣ ଲୋକ କଣ ବୁଝିବେ। ସେଇଥିପାଇଁ ବାବା ସାହେବ କହୁଥିଲେ ଯେ ତମେ ଶିକ୍ଷିତ ହେଲା ପରେ ତମେ ଅନ୍ୟମାନଙ୍କୁ ଶିକ୍ଷିତ କରାଅ, ଯୋଉମାନେ ଜାଣିନାହାନ୍ତି ତାକୁ ଶିକ୍ଷିତ କରାଅ। ଶିକ୍ଷିତ କଲା ପରେ ତମମାନଙ୍କ ସୁବିଧା ଭିତରେ କଣ କଣ ସୁବିଧା ତାଙ୍କ ପାଇଁ ଅଛି ସେ ଜାଣିବେ।
ଯଦି ସେ ନ ଜାଣିବେ ତାହେଲେ ସେଟା ଆଦାୟ କରିବା ପାଇଁ କେମିତି ଲାଗିବେ? ତେଣୁ ତାପରେ ଯଦି ସେମାନେ ସଂଗଠିତ ହେବେ ତାହେଲେ ତାଙ୍କ ପାଇଁ ତ ସୁବିଧା ଗୁଡାକ ଅଛି। ସେ ସୁବିଧା କାର୍ଯ୍ୟକାରୀ ନ ହୁଏ ସେମାନେ ହୁଏତ ସରକାର ପାଖରେ ପ୍ରତିବାଦ କରିବେ। ଏବଂ ଯଦି ପ୍ରତିବାଦ କରିବେ ତାହେଲେ ସେ ପ୍ରତିବାଦର ସ୍ୱରଟା କାହା ମାରି ଯଦି ଏଇ କଥା ଯଦି ଅବ୍ୟବସ୍ଥା କିଛି ହଉଛି ସେ କଥାଟା ଲୋକଙ୍କ ପାଖକୁ ଯିବ କେମିତି? ମାଧ୍ୟମ ସାମ୍ବାଦିକତା ବା ସମ୍ବାଦପତ୍ର ମାଧ୍ୟମରେ ଯିବ, ସେ ପ୍ରିଣ୍ଟ ମିଡିଆ ହଉ କି ଇଲେକ୍ଟ୍ରୋନିକ ମିଡିଆ ହଉ। ତେଣୁ ଆଜି ଏଇ ସବୁ ବ୍ୟବସ୍ଥା ଭାରତ ବର୍ଷରେ ହେଇଯାଇଛି। ତେଣୁ ଯଦି ସମ୍ବିଧାନରେ ଅନ୍ତତଃ ବେଶୀ କଥା ଲୋକ ନ ଜାଣିଲେ ମଧ୍ୟ କିଛିଟା ମୂଳ କଥା ହଉଛି ଏଇ ଦେଶରେ ବହୁ ଲୋକ ଭ୍ରମରେ ବି କହୁଛନ୍ତି ହିନ୍ଦୁସ୍ତାନ, ଆମେ ହିନ୍ଦୁସ୍ତାନ, କିନ୍ତୁ ସମ୍ବିଧାନର ପ୍ରଥମ ଦିନ ଲେଖା ହେଲା ୱି ଦି ପିପୁଲ ଅଫ ଇଣ୍ଡିଆ। ତାହେଲେ ଇଣ୍ଡିଆଟା ଜଣକ ବାବୁଳା ହେବେ ଇଂରେଜୀ ବୋଲି ଡାକିଛି ଭାରତ। ତେଣୁ ଆମେ ସମସ୍ତେ ଭାରତବାସୀ। ଯଦି ଆମେ ଭାରତବାସୀ ତାହେଲେ କଣ ସେଟା କଣ ମିନିଂ ହେଲା? କାରଣ ପୃଥିବୀର ସମସ୍ତ ଜୀବଜଗତ ଯାହାର ଆକାର ଏକା ସେ ଯେମିତି ସିଂହ, ସମଗ୍ର ପୃଥିବୀରେ ବିଭିନ୍ନ ଜାତିର ସିଂହ ଅଛନ୍ତି, ବିଭିନ୍ନ ମାନେ ତା ଆକାରରେ ଅଛନ୍ତି, କିଏ ଧଳା କିଏ କଳା କିଏ। ଆଜି ଆମେ ଏଇ ଆପଣ ମାନଙ୍କୁ ଡାକିଛୁ ଯେ ଅନ୍ତତଃ ଯୋଉ ବାବା ସାହେବଙ୍କ ବିଷୟରେ ଲୋକଙ୍କର ଧାରଣା ଠିକ ହେଇନି, ସେ ଜାଣିନାହାନ୍ତି କଥା, ତାଙ୍କ ପାଇଁ ଏତେ ସୁବିଧା ସବୁ କରାହେଇ ସମ୍ବିଧାନରେ, ସେ ସୁବିଧା ଗୁଡିକ ବିଷୟରେ ଆପଣ ମାନେ ଜାଣିଛନ୍ତି। ତେଣୁ ଅନ୍ତତଃ ଆପଣ ମାନେ ସୁଯୋଗ ପାଉଥିଲେ, ଯେତେବେଳେ ସୁବିଧା ପାଉଥିବେ ସେ ବିଷୟରେ ଟିକେ ଚର୍ଚ୍ଚା ଆଲୋଚନା କଲେ ଯୋଉ ସମ୍ବିଧାନ ବ୍ୟବସ୍ଥାରେ ସବୁ ଲୋକର ସମାନ ହବ ଏବଂ ଦେଶର ଉନ୍ନତି ହବ, ଦେଶ ଗୋଟେ ସମୃଦ୍ଧ ଦେଶ ହବ, ଏଇପରି ଯୋଉ ଚିନ୍ତା କରି ସମ୍ବିଧାନ ତିଆରି କରାହେଇଛି ସେ ସମ୍ବିଧାନର କଥାଟାକୁ କିନ୍ତୁ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ସେଇଟା ଆପଣ ହେଲେ ମାଧ୍ୟମ। ତେଣୁ ସେ ମାଧ୍ୟମ ଜରିଆରେ ସେଇଟା ପହଞ୍ଚୁ ବୋଲି ଆଜି ଆପଣ ମାନଙ୍କୁ ଅନୁରୋଧ କରି ଆମେ ଏଠି ଡାକିଛୁ ଏବଂ ଆପଣଙ୍କ ଜରିଆରେ ସେ ମେସେଜଟା ଲୋକଙ୍କୁ ଟିକେ ଯିବ। ଆମେ ଯେତେ କହିଲେ ମଧ୍ୟ ଆମ କଥା ପହଞ୍ଚି ପାରିବନି, ଆପଣଙ୍କ ମାଧ୍ୟମରେ ଗଲେ ସାରା ରାଜ୍ୟ, ସାରା ଦେଶ ଏବଂ ପୃଥିବୀରେ ମଧ୍ୟ ପ୍ରଚାରିତ ହେଇପାରିବ। ତେଣୁ ସେଇ ଦୃଷ୍ଟିରୁ ଆପଣମାନଙ୍କୁ ଅନୁରୋଧ ଯେ ବାବା ସାହେବ ଯୋଉ ସମ୍ବିଧାନ, ବାବା ସାହେବ ତ ଏକା ନୁହନ୍ତି, ଭାରତର ଯୋଉମାନେ ନିର୍ବାଚିତ ଲୋକ ଥିଲେ ସେତେବେଳର, ସେମାନେ ଯୋଉ ସମ୍ବିଧାନ କରିଛନ୍ତି ସମସ୍ତଙ୍କୁ ସମାନ ଅଧିକାର ଦେଇଛନ୍ତି, ସେ ଅଧିକାର କଥା ଲୋକ ଅବଗତ ହୁଅନ୍ତୁ। ତେଣୁ ଆପଣମାନଙ୍କୁ ଅନୁରୋଧ, ସେଇଥିପାଇଁ ଆପଣମାନେ ଆପଣଙ୍କର ଚିନ୍ତାଧାରା ପ୍ରକାଶ କରି ଲୋକମାନଙ୍କୁ ଏ ବିଷୟରେ ଅବଗତ କରାଇବେ। आज प्रेस मीट मेन हूँ मुख्य उद्देश्य एजुकेट करूँ, अवेयरनेस करूँ। तो आंबेडकर जो नीति आदर्श जो फिलोसफी था आज समाज रे ठीक जगह पहुंची पारना, समस्त पाखे पहुंची पारना। तो मेन कज जे आमर जो चारिटा पिलर रही, तो लेजिस्लेटिव, एग्जीक्यूटिव, जुडिशियरी, कन्स्टिट्यूशन भितर केमती समन्वय रहिबो। तो बाबा साहेब आंबेडकर आइडियोलॉजीटा सबू लोकों पाखे केमती पहुंची पार, आज हूँ मुख्य उद्देश्य या टू एजुकेट, टू अवेयर ऑल डाउन टू लोक। आगु को कार्यक्रम बहुत बहुत आम कार्यक्रम अच्छी, सब मीटिंग करूँ, अवेयरनेस करूँ, एजुकेट करूँ। तो जमती सरकार सबू प्रकार जिनटा जो एनी डिफॉल्ट रोचे से लोक लोचन करूँ। तो सक्सेसफुल केमती आम संविधान हम से निश्चय प्रयास करूँ। माइसेल्फ इज मुरलीधर दास, आंबेडकर समाज सेवा एसोसिएशन आशार मु सभापति। हाँ, आज जो प्रेसमेंट डाकियार मुख्य भूमिका हूँ आमर संविधान गठित होबार 75 वर्ष बीती जाइए सुधा संगठन चिंताधारा रही संविधान जहाँ सबू रही केमती कार्यकारी हवा दरकार। कार्यकारी एमती आउर 50 वर्ष चलीगले भी सेमती असमानता जो रही संविधान जो स्थान संरक्षण व्यवस्था हो, शिक्षा, स्वास्थ्य सब क्षेत्र में जो संविधान जो व्यवस्था होगा ठीक भाव कार्यकारी होना बोली आम संगठन अनुभव कर संगठन कार्य माने संगठन लिखित कथा गुड़ा केमती कार्यकारी हम देश में लोक मान पाखे सुफल पहुंची पार, यहाँ हूँ संगठन मुख्य उद्देश्य आउ कि ना। शिक्षा क्षेत्र में मुझे निजे देखी, मुझे जड़े सरकारी कर्मचारी रिटायर्ड भी होती, भी आमर जो रही जो 20% हो 30% जो शिक्षा क्षेत्र में प्रमोशन क्षेत्र में तार 5, 10, 1% भी हुए ना।
ମୁଁ ନିଜେ ପଦକ୍ଷେପ ରହିବ ମୋର ଓଡ଼ିଶା ସାରା ବୁଲିକି ଏ ସଂଗଠନର ପ୍ରଚାର କରିବି। ସମ୍ବିଧାନରେ ବ୍ୟବସ୍ଥା କରାଯାଇଥିବା ସମ୍ବିଧାନର ଯୋଉ ସବୁ ବ୍ୟବସ୍ଥା ଅଛି ସେଟା କେମିତି କାର୍ଯ୍ୟକାରୀ ହବ, ଆମର ଯୋଉ ଦଳିତ ପଛୁଆ ବର୍ଗ ସମସ୍ତଙ୍କୁ କେମିତି ମୁଁ ଜାଗ୍ରତ କରିବି, ସମ୍ବିଧାନ ବିଷୟରେ ମାନେ ଜାଗ୍ରତ କରିବା ଯେ ମୁଖ୍ୟ ଉଦ୍ଦେଶ୍ୟ ରହିବ।